ହାତରେ କ'ଣ ଆଉ ସବୁ ରହିଗଲା ଅଫସୋସ କୁହ? ସବୁ ଭଲ ହେଇଛି ପିଲା ତ ସବୁ ଭଲ ତମର କ'ଣ ଶୁଭ ଫିଷ୍ଟ କେମିତି କ'ଣ ହେଇଛି? ଆରେଞ୍ଜମେଣ୍ଟ ନାଇଁ ଆରେଞ୍ଜମେଣ୍ଟ କେମିତି କ'ଣ ହେଇଥିଲା? ଭଲ ହେଇଛି। ମତେ ଚିକେନ ଲେଗ ପିସ୍ ଦେଇନାହାନ୍ତି ବୋଲି ମତେ ଜମା ଭଲ ଲାଗିଲାନି। ଲେଗ ପିସ୍ ଆଣୁନ ସଫିସିଏଣ୍ଟ ଚିକେନ ତ ଥୁଆ ହେଇଛି କେତେ ଯାହା ଖାଇବା କଥା। ଆଉ ଗୋଟେ କଥା ମତେ ଆଇସ୍କ୍ରିମ ନଦେଲେ ନେଗେଟିଭ କଥାଟା କ'ଣ କହୁଛ? ପଜିଟିଭ କୁହ। ଏସବୁ ଛଡ଼ା ହବ ନା। ଛଡା ମୁଁ କହିବି ମୁଁ ସାର୍ ମତେ ଆଇସ୍କ୍ରିମ ଦେବେ। ଆଇସ୍କ୍ରିମ କୋଉ ଆଇସ୍କ୍ରିମ ଖାଇବ? ଭ୍ୟାନିଲା ଫ୍ଲେଭର। ତୋର ମନୀଷା ମନୀଷା କାଲି କ'ଣ ଫିଷ୍ଟ ଆରେଞ୍ଜମେଣ୍ଟ କେମିତି ସବୁ କରିଛନ୍ତି? ଭଲ କରିଛନ୍ତି ସମସ୍ତେ। ସମସ୍ତେ ଶୁଭଲକ୍ଷ୍ମୀ ଭଲ ହେଇଯିବ ସାର୍। ଆମେ ଯିବା ଏଠିକି ଯିବା ସ୍ନେହା ପ୍ରିୟା ପାଖକୁ ଯିବା। ସିଏ ଠିକ୍ କହିବ କ'ଣ ହେଇଛି କେମିତି କ'ଣ ଖାଇବା ସବୁ। ସ୍ନେହା ପ୍ରିୟା କେମିତି କ'ଣ ହେଇଛି ଫିଷ୍ଟ? ଭଲ ହେଇଛି। ଭଲ ହେଇଛି। ତୋର ଶୁଭଲକ୍ଷ୍ମୀ? ଆମେ ଯିବା ରିନୁ ମ୍ୟାଡ଼ାମ୍ ପାଖକୁ। ସିଏ କହିବେ ଫିଷ୍ଟ ଆରେଞ୍ଜମେଣ୍ଟ କଥା କହିବେ। ସସ୍ମିତା ରିନୁ ମ୍ୟାଡ଼ାମ୍ ଠିକ୍ କହିବେ କ'ଣ ହେଇଛି କ'ଣ ନାହିଁ। କେମିତି କ'ଣ ହେଇଛି ଫିଷ୍ଟ ଆରେଞ୍ଜମେଣ୍ଟ ସବୁ ଭଲ ହେଇଛି? ମୁଁ ଏଇଟା ହଜୁ ପାଖକୁ ଯିବି। ହଜୁ କହିବ ଫିଷ୍ଟ ବିଷୟରେ। ପିଣ୍ଟୁ ପିଣ୍ଟୁ ଆରେ ତ ରୋଷେଇ ବିଷୟରେ କୁହ। ମ୍ୟାଡ଼ାମ୍ କହିବେ ବା। ମ୍ୟାଡ଼ାମ୍ କିଛି କହିବେନି? ପ୍ରିୟଙ୍କା ମ୍ୟାଡ଼ାମ୍ ଆରେଞ୍ଜମେଣ୍ଟ ପିଲାଙ୍କର କେମିତି କ'ଣ ହେଇଛି? ଭଲ ହେଇଛି। ନିନି ମ୍ୟାଡ଼ାମ୍ କିଛି କହିବେନି? ପିଲାମାନଙ୍କ ପାଖକୁ ଯିବା କ'ଣ କେମିତି ଆରେଞ୍ଜମେଣ୍ଟ ଫିଷ୍ଟ ରୋଷେଇ ସବୁ ହେଇଛି କେମିତି କ'ଣ ସବୁ? ମାନସ କିଛି କେହି କହିବନି? ଭଲ ହେଇଛି। ରାଜେଶ ରାଜେଶ ଫିଷ୍ଟ କେମିତି କ'ଣ ହେଇଛି? ପକେଟରେ ପୁରେଇଲାଣି ସାର୍। ପକେଟ ପୁରେଇଲାଣି। ଭିଡ଼ିଓ ରେକର୍ଡିଂ ହେଲା ରୋଜା ପକେଟରେ ପୁରେଇଲାଣି। କ'ଣ ହର ସାର୍ଙ୍କ ପାଖକୁ ଯିବା କହିବେ। ସାର୍ କହିବେ ଫିଷ୍ଟ ବିଷୟରେ। ଆଜ୍ଞା ଆଜ୍ଞା ସାର୍ ଥ୍ୟାଙ୍କ ୟୁ ଧନ୍ୟବାଦ। ସୋନୁ ସାର୍ ଭଲ ଲାଗୁନଥିଲା କ'ଣ କରିବା? ସତ ବା ଫିଷ୍ଟ ଆରେଞ୍ଜମେଣ୍ଟ କେମିତି କ'ଣ ହେଇଛି କୁହନ୍ତୁ? ନାଇଁ ଭଲ ହେଇନି। ଭଲ ହେଇନି କ'ଣ କରିବା? ସେ କ'ଣ କରିବା ଆପଣ ଆଉଥରେ ଫିଷ୍ଟ କରି ଭଲସେ ଖାଇବାକୁ ଦିଅନ୍ତୁ। ଆଚ୍ଛା ହଉ ଠିକ୍ ଅଛି। ସାର୍ଙ୍କ ମତାମତ ନେଲୁ ଭଲ ହେଇନି କହିଲେ। ଶେଷରେ ସମସ୍ତେ ଖାଇ ପିଇକି ଆନନ୍ଦରେ ଘରକୁ ଯାଆନ୍ତୁ।